ମାର୍ଗଶିର ମାସ ଗୁରୁବାର କେତେ ପାଳି ପଡ଼ୁଛି ଏ ବର୍ଷ? କେଉଁଦିନ ମାଣବସା ହେବ? ଅନ୍ନଭୋଗ କେଉଁ ପାଳିରେ ଲଗାଯିବ? ନମସ୍କାର ଦର୍ଶକ ବନ୍ଧୁ, ମାର୍ଗଶିର ମାସ ଗୁରୁବାର ଆସିଗଲା। ସମସ୍ତଙ୍କ ମନରେ ଆନନ୍ଦ, ସମସ୍ତେ ଏଇ ଦିନଟାକୁ ଅପେକ୍ଷା କରି ରହିଥାନ୍ତି। ଏମିତି ସୁନ୍ଦର ସୁନ୍ଦର ଝୋଟି ଆମେ ପକାଏ, ମା ଲକ୍ଷ୍ମୀଙ୍କୁ ଆହ୍ୱାନ କରେ। ମା ଲକ୍ଷ୍ମୀ ଘରେ ଘରେ ପୁରେ ପୁରେ ବାସ କରନ୍ତି। ଲକ୍ଷ୍ମୀଙ୍କର ଅତି ପ୍ରିୟ ଝୋଟି, 16 କୋଟି ପଦ୍ମ, ଆହୁରି ପିଠା ପଣାରେ ଘର ସମସ୍ତଙ୍କର ପୁରୀ ଉଠେ। ଶଙ୍ଖ ଘଣ୍ଟି ହୁଳହୁଳି ଶବ୍ଦରେ ପୁରା ବହୁତ ବଢ଼ିଆ ଲାଗେ। ସବୁଦିନ ମାନଙ୍କରେ ସବୁଦିନଠୁ ମାର୍ଗଶିର ମାସ ଗୁରୁବାରଟା ବହୁତ ଭଲ ଲାଗେ। ଆଉ ସବୁ ନାରୀମାନେ ସବୁ ଘରେ ଘରେ ଅପେକ୍ଷା କରି ରହିଥାନ୍ତି ମାର୍ଗଶିର ମାସ ଗୁରୁବାର କେମିତି ଆସିବ, ପୂଜା କରିବେ। ଆଉ ବହୁତ ଭଲ ଭାବରେ ପୂଜା କରିବେ, ଯାଇକି ଲକ୍ଷ୍ମୀ ମା ତାଙ୍କ ଘରେ ବାସ କରିବେ। ଲକ୍ଷ୍ମୀ ମା ତ ସମସ୍ତଙ୍କର ବାସ କରନ୍ତି, ସିଏ ତ ଚଞ୍ଚଳା, ଆଜି ଏଠି ତ କାଲି ସେଠି। କିଛିଟା ନିୟମ ମାନିଲେ ଲକ୍ଷ୍ମୀ ତାଙ୍କ ପାଖରେ ନିଶ୍ଚୟ ରହିବେ। ଆଉ ସେ ନିୟମ ଗୁଡ଼ା ଆମକୁ ମାନିକି ଚଳିବାକୁ ପଡ଼ିବ। ଯେମିତିକି ଆମେ ଗୁରୁବାର ମୁଣ୍ଡ କୁଣ୍ଡେଇବାନି, ଗୁରୁବାର ତେଲ ଲଗେଇବାନି, ପୋଡ଼ା ଦ୍ରବ୍ୟ ଖାଇବାନି, ଏମିତି ବହୁତ ପିଲାମାନଙ୍କୁ ମାରିବାନି, ଏମିତି ବହୁତ କିଛି ନିୟମ ଅଛି। ତ ଆଜି ଏ ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ ଆପଣମାନଙ୍କୁ କହିବି ଯେ ଏ ବର୍ଷ ମାର୍ଗଶିର ମାସ କେତେ ପାଳି ପଡ଼ୁଛି, କେଉଁ ଦିନ ପଡ଼ୁଛି, କେଉଁ ଦିନ ମାଣବସା ହେବ। ମାଣବସା ଯାଏ ଗୁରୁବାରରେ, ତ ଗାଁ ମାନଙ୍କରେ ମାଣବସା ଯାଏ। ଭଲ ଦିନ ଦେଖି ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ପୂଜା କରନ୍ତି। କେଉଁ ମାନେ ଗୋଟେ ଦିନରେ ହିଁ ମାଣ ବସେଇକି ସବୁ ପ୍ରକାର ପିଠାପଣା କରିକି ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତି। କେଉଁ ମାନେ ଯେତେ ପାଳି ପଡ଼ୁଛି ସେତେ ପାଳି ସେମାନେ ଅଲଗା ଅଲଗା ପ୍ରକାର ପ୍ରସାଦ ତିଆରି କରି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପୂଜା କରନ୍ତି। କିନ୍ତୁ ମାଣ ଯେଉଁ ବସାନ୍ତି ସେମାନେ ଗାଁ ମାନଙ୍କରେ ବସାଯାଏ, ଯେଉଁଠି ମାଣ ରହିଛି ସେଇଟା ବସାଯାଏ। ହଁ, ଯେଉଁମାନଙ୍କ ପାଖରେ ମାଣ ନଥାଏ, ଯଦି ସେମାନେ ଦୂରରେ ରହୁଛନ୍ତି, ଆଜିକାଲି ତ ସମସ୍ତେ ଦୂରରେ ରହୁଛନ୍ତି, ଆଉ ଯାଇ ବି ପାରୁନାହାନ୍ତି, ସେଥିପାଇଁ ସେମାନେ କ'ଣ ପୂଜା କରିପାରିବେ? ନିଶ୍ଚୟ କରିପାରିବେ। କାରଣ ଯେଉଁଠି ଆମେ ରହୁଛେ ସେଇଠି ହିଁ ଆମର ଘର, ସେଇଟା ହିଁ ମା ଲକ୍ଷ୍ମୀଙ୍କୁ ଆମେ ପୂଜା କରିବା, ସେଇଠି ହିଁ ମା ଲକ୍ଷ୍ମୀ ଆସିବେ। ସେଥିପାଇଁ ଆମେ ମାଣ ନ ବସେଇ ପାରିବା, କିନ୍ତୁ ନୂଆ ଧାନ ଆଣିବା, ନୂଆ ଚାଉଳ ଆଣିବା, ଫୁଲ ଦେବା, ମଣ୍ଡା ଫୁଲ ଦେବା, ଆହୁରି ତାଙ୍କ ପାଇଁ ଭଲ ଭଲ ପ୍ରସାଦ କରିକି ଦେବା, ନିୟମରେ ଚଳିବା, ଭଲ ଭଲ ଝୋଟି ପଦ୍ମକୁ 16 କୋଟି ପଦ୍ମ କରି ବୋଲିଲେ ଲକ୍ଷ୍ମୀ ମା ବହୁତ ପ୍ରସନ୍ନ ହେବେ। ତ ଚାଲନ୍ତୁ ଏବେ ଦେଖିବା ଯେ କେତେ ପାଳି ଏ ବର୍ଷ ପଡ଼ୁଛି। ତା ଆଗରୁ ଭିଡ଼ିଓଟି ଭଲ ଲାଗିଲେ ଦର୍ଶକ ବନ୍ଧୁ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଆଉ ସାଙ୍ଗସାଥି ସହିତ ସେୟାର କରିବେ। ତ ଦର୍ଶକ ବନ୍ଧୁ ଏ ବର୍ଷ ମାର୍ଗଶିର ମାସ ଗୁରୁବାର 6 ତାରିଖରେ ପଡ଼ୁଛି, ଆଉ ଶେଷ ହେଉଛି ଡିସେମ୍ବର 4। ତ ମାନେ ଏ ବର୍ଷ ଆମର 5 ପାଳି ପଡ଼ୁଛି। କେଉଁ ବର୍ଷ 4 ପାଳି ବି ପଡ଼େ, ଆଉ କିଏ ମାନେ 3 ପାଳି କରିକି ବି ଉଦଯାପନ କରିଦିଅନ୍ତି। ଯେଉଁ 6 ତାରିଖ ଯେଉଁ ପଡ଼ୁଛି ସେଇଦିନ ଆମର ଅନାଳି ଭୋଗ କରାଯାଏ, କାରଣ ଆମର ପ୍ରଥମାଷ୍ଟମୀ ଯାଇନଥାଏ। ଅଷ୍ଟମୀ ଯାଇନଥାଏ ଯେହେତୁ ଆମେ ସେଦିନ ଯଦି ବି ଆମେ ଅନ୍ନଭୋଗ କରିବା ସେଇଟା ନିଷେଧ ନୁହେଁ, ମାନେ ଅନ୍ନଭୋଗ ଆମେ କରିବାନି। ଲକ୍ଷ୍ମୀଙ୍କୁ ଲଗେଇଲେ ଲକ୍ଷ୍ମୀ ମାନେ ଗ୍ରହଣ ଯୋଗ୍ୟ ନୁହେଁ, ସେଥିପାଇଁ ଅନ୍ନଭୋଗ ଲଗାଏନି, ଅନାଳି ଭୋଗ ସେଦିନ ଲଗାଯାଏ। ତ ଆମର ଯେତେବେଳେ ସେକେଣ୍ଡ ପାଳିଟା ପଡ଼ୁଛି ସେଇଟା 13 ତାରିଖ ପଡ଼ୁଛି, ସେଦିନ ବହୁତ ଭଲ। ଯେଉଁମାନେ ଗୋଟେ ଦିନ କରୁଛନ୍ତି ସବୁ ପ୍ରକାର ମାଣ ବସେଇକି ସବୁ ପିଠାପଣା, ସେମାନେ ଯଦି 13 ତାରିଖ ଦିନ କରନ୍ତି ତ ବହୁତ ଭଲ ହେବ। 13 ତାରିଖ ବହୁତ ଭଲ ପଡ଼ୁଛି। ତ ସେଇଦିନ ହିଁ ଆମେ ଲକ୍ଷ୍ମୀ ମାଙ୍କୁ ମଣ୍ଡା ଫୁଲ ଦେବା, ଆଉ ଚାଉଳରେ ବାଟିକି ଝୋଟି ଦେବା। 6 ତାରିଖ ଯେଉଁ ହେବ ସେଟା ଝୋଟି ବି ନାହିଁ, ମୂର୍ଜ ପଡ଼େ, ଝୋଟି ଦିଆଯାଏନି। କାରଣ ନୂଆ ଚାଉଳ ନୂଆରେ ପିଠା କରିକି ଫାଷ୍ଟ ପ୍ରଥମାଷ୍ଟମୀରେ ଲକ୍ଷ୍ମୀ ମାଙ୍କୁ ପୂଜା କରାଯାଏ, ଆଉ ମଣ୍ଡା ଫୁଲ ଲଗାଯାଏ। ତାପରେ ଗୁରୁବାର ପୂଜାକୁ ମା ଲକ୍ଷ୍ମୀଙ୍କୁ ଲଗାଯାଏ। ସେଥିପାଇଁ ଆମେ ପ୍ରଥମ ପାଳିଟା ଆମେ ଅନାଳି ଭୋଗ କରୁ, ମୂର୍ଜ ପକାଉ। ତ 13 ତାରିଖ ଦିନ ଆମର 12 ତାରିଖ ଦିନ ପ୍ରଥମାଷ୍ଟମୀ ପଡ଼ିଯାଉଛି, ତେଣୁ 13 ତାରିଖ ଦିନ ବହୁତ ଭଲ। ସେଇଦିନ ଯିଏ ଗୋଟେ ଦିନ ପାଳୁଛନ୍ତି ତାପରେ ଉଜେଇ ଦେଉଛନ୍ତି, ସେ 13 ତାରିଖ କଲେ ବହୁତ ଭଲ। 14 ତାରିଖ ତାପରେ ପାଳିଟା ହେଲା 20 ତାରିଖ। 20 ତାରିଖରେ ଅମାବାସ୍ୟା ପଡ଼ୁଛି। ଅମାବାସ୍ୟା ଯେହେତୁ ପଡ଼ୁଛି ଏତେ ଭଲ ମନାଯାଏନି, ସେଥିପାଇଁ ଅମାବାସ୍ୟା ଦିନ ମାଣ ବସିଲେ ଏତେ ଭଲ ନାହିଁ। ତାପରେ 27 ତାରିଖ ପଡ଼ୁଛି, ତାପରେ ପଡ଼ିଯାଉଛି ଆମର 4 ତାରିଖ ପୂର୍ଣ୍ଣିମା, ଯେଉଁଟାକି ଲାଷ୍ଟ ଗୁରୁବାର ମାର୍ଗଶିର ମାସର। ତ ଏତିକି ଦିନ ପଡ଼ୁଛି, ଯେଉଁମାନେ ପୂର୍ଣ୍ଣିମାଙ୍କୁ ପୂର୍ଣ୍ଣିମା ମାନୁଛନ୍ତି ସେମାନେ ସେଇ ଅନୁସାରେ ମାନିବେ। ତେଣୁ ମୋ ମତରେ
ଆପଣ 13 ତାରିଖ ଦିନ ବହୁତ ଭଲ ପଡ଼ୁଛି। ସେଇଦିନ ହିଁ ଯଦି ଆପଣ ମାଣ ବସେଇକି ଏ ଯେମିତି ଯିଏ ବସାନ୍ତି ଗୋଟେ ପାଳି ସେଇଦିନ କଲେ ବହୁତ ଭଲ। ଏମିତି ତ ଆମେ ସବୁଦିନ କରିକି ଲକ୍ଷ୍ମୀ ମାଆଙ୍କୁ ପୂଜା କରିବା। ଯେତିକି ପାଳି ପଡ଼ୁଛି ସେତିକି ପାଳି ବିଧିବିଧାନ ସହିତ ଆମେ ପୂଜା କଲେ ମା ଲକ୍ଷ୍ମୀ ଅତି ପ୍ରସନ୍ନ ହୁଅନ୍ତି। ଘରରେ ଆମର ସୁଖ ଶାନ୍ତିରେ ଭରେ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ହେଲେ ଆମେ ସୁଖ ଶାନ୍ତିରେ ନିଶ୍ଚୟ ରହିପାରିବା। ଆଉ ସେଥିପାଇଁ ଆମକୁ ନିଜକୁ ନାରୀମାନଙ୍କୁ ନିଜକୁ ଭଲରେ ରହିବାର ଅଛି। କଳହ କରୁଥିବା ଆମେ, ମନର ହିଂସାବାଦ ଭରି ରହିଥିବ, ଆମେ ଆକୁ ତାକୁ ଗାଳି ଦେଉଥିବା, ଅନୀତି କରୁଥିବା, ତ ସେଥିରେ ଭଗବାନ କେବେ ବି ପ୍ରସନ୍ନ ହେବେନି, ମା ବି ପ୍ରସନ୍ନ ହେବେନି। ସେଥିପାଇଁ ଆମେ ଗୋଟେ ଦିନ ଯଦି ଲକ୍ଷ୍ମୀ ପୂଜା କରିବା, ଅଲଗା ଦିନ ଆମେ ଅନିୟମ କରୁଥିବା, ବେନିୟମ କାମ ବି କରୁଥିବା, ସେଥିରେ ଭଲ ନାହିଁ। ସେଥିପାଇଁ ଆମେ ନିଜକୁ ନିଜେ ଠିକ୍ କରିବା, ଶୁଦ୍ଧ ହୋଇକି ରହିବା। ତେବେ ନାଇଁକି ଆମ ଲକ୍ଷ୍ମୀ ଆମକୁ ଆଶୀର୍ବାଦ ସର୍ବଦା ଦେଇଥିବେ। ତାଙ୍କ ଆଶୀର୍ବାଦଟା ଆମ ପାଖରେ ସବୁବେଳେ ଥିବ। ଆଉ ଲକ୍ଷ୍ମୀନାରାୟଣ ବୋଲି ସବୁବେଳେ ଯଦି ଆମେ ଜପ କରୁଥିବା, ମନରେ ଉଚ୍ଚାରଣ କରୁଥିବା, ତ ନିଶ୍ଚୟ ଲକ୍ଷ୍ମୀଙ୍କ ପାଦ ଆମ ଘରେ ଥିବ। ତାଙ୍କ ହାତ ଆଶୀର୍ବାଦ ଆମ ମୁଣ୍ଡ ଉପରେ ସବୁବେଳେ ଥିବ। ଆମେ ଖୁସିରେ ରହିବା। ତ ଦର୍ଶକ ବନ୍ଧୁ, ଏଇଟା ଥିଲା ଆଜିର ଭିଡ଼ିଓ ଯେ ମାର୍ଗଶୀର ମାସ ଗୁରୁବାର ଏଥରକ 6 ତାରିଖରୁ ପଡ଼ୁଛି ନଭେମ୍ବର 6ରୁ, ଶେଷ ହେଉଛି ଡିସେମ୍ବର 4ରେ। ତ ଏଇ 5 ପାଳି ପଡ଼ୁଛି 6, 13, 20, 27, 4। ତ ଆପଣମାନେ ଭଲରେ ପୂଜା କରନ୍ତୁ, ମା ଲକ୍ଷ୍ମୀଙ୍କୁ ଭଲରେ ଡାକନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ମା ଲକ୍ଷ୍ମୀ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ, ସମସ୍ତଙ୍କ ଘରେ ସୁଖ ଶାନ୍ତି ଭରପୁର ରହୁ। ତ ଏତିକି କହୁଛି, ଭିଡ଼ିଓଟି ରଖୁଛି। ଦେଖା କରିବେ ଆଉ ଗୋଟେ ଭିଡ଼ିଓରେ। ଧନ୍ୟବାଦ।